Good morning, children, and wish you all very happy New Year. प्रभु प्रत्येकଙ୍କୁ ଅନୁଗ୍ରହ ଆଶୀର୍ବାଦ କରି ଏକ ନୂଆ ବର୍ଷରେ ଆମମାନଙ୍କୁ ପହଞ୍ଚାଇଛନ୍ତି। ଆମମାନେ ସେଥିପାଇଁ ପ୍ରଭୁଙ୍କ ଠାରେ ଆନନ୍ଦ ଆଉ ଉଲ୍ଲାସ କରୁଅଛୁ। ବିତି ଯାଇଥିବା ବର୍ଷଟି ଯଦିବା ଅନେକଙ୍କର ନିମନ୍ତେ ଦୁଃଖଦାୟକ ବର୍ଷ ଥିଲା, ଆମମାନଙ୍କ ପାଇଁ ମଧ୍ୟ ଆଶଙ୍କା ଭରା ବର୍ଷ ଥିଲା, ମାତ୍ର ବିଶ୍ୱସ୍ତ ପରମେଶ୍ୱର ଆମମାନଙ୍କୁ ସମ୍ଭାଳି ଆଣିଲେ। ସବୁ ପ୍ରକାର ଆପଦ ବିପଦ ଆଶଙ୍କାରୁ ରକ୍ଷା କରି ନୂଆ ଏକ ପ୍ରଭାତ ଆମମାନଙ୍କୁ ଦେଖିବା ପାଇଁ ଦେଇଛନ୍ତି। ସେଥିପାଇଁ ଆମମାନେ ପ୍ରଭୁଙ୍କର ଧନ୍ୟବାଦ କରୁ। ଏହି ବର୍ଷର ପ୍ରଥମ ରବିବାର ଉପାସନାରେ, ବିଶେଷ କରିକି ସଣ୍ଡେ ସ୍କୁଲ ଉପାସନାରେ ଆମମାନେ ଏ ଅନଲାଇନ୍ ଜରିଆରେ ଏକତ୍ର ହେବାକୁ ପାରିଛୁ, ଆଉ ସେଥିପାଇଁ ପ୍ରଭୁଙ୍କର ଧନ୍ୟବାଦ ହଉ। ତେବେ ଆସୁ ପିଲାମାନେ, ଆମମାନେ ପ୍ରଭୁଙ୍କର ଗୌରବ କରିବା, ତାଙ୍କର ମୁଖର ଅନ୍ୱେଷଣ କରିବା, ପ୍ରାର୍ଥନା କରିବା। କିନ୍ତୁ ତା ପୂର୍ବରୁ ମୁଁ ପୁଣି ଥରେ ଯେତେ ବାପା ମା, ଭାଇ ଭଉଣୀ, ପୁଅ ଝିଅମାନେ, ସଣ୍ଡେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ, ଅଧ୍ୟକ୍ଷମାନେ ଯୋଗ ଦେଇଛନ୍ତି ଅନଲାଇନ୍ ଉପାସନାରେ, ସମସ୍ତଙ୍କୁ ପୁଣି ଥରେ ପ୍ରଭୁ ଯୀଶୁଙ୍କ ନାମରେ ସ୍ୱାଗତ କରେ ଏବଂ ପ୍ରତ୍ୟେକଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଏ। ଆସୁ ଆମମାନେ ପ୍ରାର୍ଥନା କରିବା। ସ୍ୱର୍ଗସ୍ଥ ପିତା, ଆମେ ତୁମର ଧନ୍ୟବାଦ କରୁଛୁ। ପ୍ରଭୁ, ତୁମର ମହାଦୟାରେ ଗୋଟିଏ ବର୍ଷ କୁଶଳରେ ଆମମାନେ ବିତେଇବାକୁ ପାରିଲୁ ଏବଂ ନୂତନ ଏକ ବର୍ଷ ଦେଖିବା ପାଇଁ ଆମମାନଙ୍କୁ ତୁମେ ସୁଯୋଗ ଦେଇ ଏହି ପ୍ରଥମ ରବିବାରର ପ୍ରଥମ ସଣ୍ଡେ ସ୍କୁଲ ଉପାସନାରେ ଆମମାନଙ୍କୁ ତୁମେ ଏହି ଅନଲାଇନ୍ ଜରିଆରେ ପ୍ରଭୁ ଏକତ୍ରିତ ହେବା ପାଇଁ ଅନୁଗ୍ରହ ଦେଇଛ। ସେଥିପାଇଁ ଧନ୍ୟବାଦ କରୁଛୁ, ପ୍ରଶଂସା କରୁଛୁ। ଆଜିର ଉପାସନାର ଭାର ମଧ୍ୟ ତୁମ ହସ୍ତରେ ଦେଉଛୁ। ପ୍ରଭୁ, ଆମମାନେ ଧନ୍ୟବାଦ କରୁଛୁ ଯେ ଆମମାନଙ୍କର ପିଲାମାନଙ୍କୁ ତୁମେ ରକ୍ଷା କଲ। ପ୍ରତ୍ୟେକ ସଣ୍ଡେ ସ୍କୁଲରେ ପିଲାମାନଙ୍କୁ ତୁମେ ରକ୍ଷା କରିଛ ବୋଲି ଆମେ ତୁମର ଧନ୍ୟବାଦ କରୁଛୁ। ପ୍ରଭୁ, ଦୀର୍ଘ ସମୟ ଧରି ଏହି ଅନଲାଇନ୍ ଜରିଆରେ ସଣ୍ଡେ ସ୍କୁଲ ଉପାସନା ମଧ୍ୟ ଜାରି ରହିପାରିଲା, ପ୍ରତ୍ୟେକଙ୍କ ନିକଟରେ ପହଞ୍ଚି ପାରିଲା। ସେଥିପାଇଁ ଆମେ ତୁମର ଧନ୍ୟବାଦ କରୁଛୁ। ୟା ପଶ୍ଚାତରେ ପରିଶ୍ରମ କରିଥିବା ଟେକ୍ ଟିମ୍ର ପ୍ରତ୍ୟେକ ଭାଇ ଭଉଣୀମାନଙ୍କର ନିମନ୍ତେ ଆମେ ତୁମର ଧନ୍ୟବାଦ କରୁଛୁ। ଯେଉଁ ସମସ୍ତ ଟେକ୍ନୋଲୋଜି ତୁମେ ଆମମାନଙ୍କୁ ଯୋଗେଇଲ, ସେଥିପାଇଁ ଧନ୍ୟବାଦ କରୁଛୁ। ପ୍ରଭୁ, ଆଜିର ଏ ସଣ୍ଡେ ସ୍କୁଲର ଭାର ମଧ୍ୟ ତୁମ ହସ୍ତରେ ଦେଉଛୁ। ତୁମେ ହିଁ ଆମମାନଙ୍କୁ କଢ଼େଇ ନିଅ, ଆଶୀର୍ବାଦ କର। ପ୍ରାର୍ଥନା ଶୁଣିଲ, ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆମମାନେ ଏହି ସମୟରେ ପ୍ରଭୁଙ୍କ ବାକ୍ୟରୁ ଶୁଣିବା, କିନ୍ତୁ ତା ପୂର୍ବରୁ ଯେଉଁ ଶାସ୍ତ୍ରାଂଶରୁ ବାକ୍ୟଟି ନିଆଯାଇଛି, ହୋଇପାରେ ଅନେକ ତୁମମାନେ ଜାଣିଛ, ତଥାପି ମୁଁ ତୁମମାନଙ୍କ ପାଇଁ ପଢ଼ିବାକୁ ଚାହେଁ, ଆଉ ମୁଁ ଓଡ଼ିଆ ଭାଷାରେ ପଢ଼ିବାକୁ ଚାହୁଁଛି। ଲୁକ 13:6-9। ଆଉ ସେ ଏହି ଦୃଷ୍ଟାନ୍ତ କହିଲେ, ଜଣକର ଦ୍ରାକ୍ଷା କ୍ଷେତ୍ରରେ ଗୋଟିଏ ଡିମିରି ଗଛ ଲଗାଯାଇଥିଲା। ସେ ଆସି ସେଥିରେ ଫଳ ଖୋଜିଲେ, କିନ୍ତୁ ପାଇଲେ ନାହିଁ। ତେଣୁ ସେ ମାଳିକି କହିଲେ, ଦେଖ, ଏହି 3 ବର୍ଷ ହେଲା ମୁଁ ଆସି ଏହି ଡିମିରି ଗଛରେ ଫଳ ଖୋଜୁଅଛି, କିନ୍ତୁ ପାଉନାହିଁ। ଏହାକୁ ହାଣି ପକାଅ। ଏଇଟା କାହିଁକି ଭୂମିକୁ ମଧ୍ୟ ଅକର୍ମଣ୍ୟ କରୁଅଛି? ମାତ୍ର ସେ ତାଙ୍କୁ ଉତ୍ତର ଦେଲା, ପ୍ରଭୁ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ି ଦିଅନ୍ତୁ। ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି, ଆଉ ପରେ ଫଳ ହୁଏ ତ ଭଲ, ନହେଲେ ତାହାକୁ ହାଣି ପକାଇବେ। ଆଜି ଆମମାନଙ୍କର ମଧ୍ୟରେ ଆମମାନଙ୍କର ଅତି ପରିଚିତ ପ୍ରିୟ ଭାଇ ପ୍ରତାପ କୁମାର ସାହୁ ଅଛନ୍ତି, ଯିଏକି ଆମମାନଙ୍କର ସ୍ଥାନୀୟ ମଣ୍ଡଳୀ ଚର୍ଚ୍ଚ ଅଫ୍ କ୍ରାଇଷ୍ଟ ୟୁନିୟନ ଚର୍ଚ୍ଚ ଭୁବନେଶ୍ୱରର ସେ ସୁଷମାଚାର ପ୍ରଚାରକ ଭାବରେ ସେବା କାର୍ଯ୍ୟ କରନ୍ତି। କିନ୍ତୁ ପିଲାମାନଙ୍କ ମଧ୍ୟରେ ସେ ବିଶେଷ ଭାବରେ ବିଶେଷ ସଣ୍ଡେ ସ୍କୁଲ ସେବା କାର୍ଯ୍ୟ ମଧ୍ୟ ସେ କରନ୍ତି। ଆଉ ସେ ଆମମାନଙ୍କ ମଧ୍ୟରେ ଅଛନ୍ତି ପ୍ରଭୁଙ୍କ ବାକ୍ୟରୁ କଥା କହିବାର ନିମନ୍ତେ। ଯେହେତୁ ତୁମେ ସମସ୍ତେ ଗତ ବର୍ଷ ତାଙ୍କଠାରୁ ଶୁଣିଛ, ଦେଖିଛ ଏଇ ୟୁଟ୍ୟୁବ୍ ଚ୍ୟାନେଲରେ, ଆଉ ମୋର ଅଧିକ କିଛି ତାଙ୍କ ବିଷୟରେ କହିବାର ଆବଶ୍ୟକ ମନେ କରୁନାହିଁ। ମୁଁ ଏହି ସମୟରେ ଭାଇଙ୍କୁ ଅନୁରୋଧ କରିବି, ସେ ଆସିବେ ଏବଂ ପ୍ରଭୁଙ୍କ ବାକ୍ୟରୁ ଆମମାନଙ୍କୁ କଥା କହିବେ। ଗୁଡ୍ ମର୍ଣ୍ଣିଂ ପିଲାମାନେ, ତୁମ ସମସ୍ତଙ୍କୁ ନୂଆ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଯେଉଁମାନେ ବଡ଼ମାନେ ଦେଖୁଛନ୍ତି ସେମାନଙ୍କୁ ମୋର ନମସ୍କାର। ଆଜି ଆମେ ବହୁତ ଖୁସି ଯେ ଏହି ବର୍ଷ ପ୍ରଥମ ରବିବାରରେ ଅନଲାଇନ୍ ଦ୍ୱାରା ସଣ୍ଡେ ସ୍କୁଲରେ ବସିପାରିଛୁ। ଗତ ବର୍ଷ ଏତେ ଅସୁବିଧା ହେଲା, ତଥାପି ଆମେ ସଣ୍ଡେ ସ୍କୁଲ ବନ୍ଦ ହେବାକୁ ପ୍ରଭୁ ଦେଲେ ନାହିଁ। ଆମେ ଏନି ହାଉ ଅନଲାଇନ୍ରେ କରିପାରିଛୁ, ଆଉ ଆଜି ମଧ୍ୟ କରୁଛୁ। ସେଥିପାଇଁ ବହୁତ ଖୁସି। ତୁମେମାନେ ଖୁସି ନା? ଆଉ ମୁଁ ମଧ୍ୟ ଅନେକ ଦିନ ପରେ ପ୍ରଭୁ ମୋତେ ସୁଯୋଗ ଦେଲେ ତୁମମାନଙ୍କ ସମ୍ମୁଖକୁ ଆସିବା ପାଇଁ। ତେବେ ଆଜି ଆମେ ଯେଉଁ ଶାସ୍ତ୍ରାଂଶ ପଢ଼ିଛେ ତାହା ହେଉଛି ଲୁକ ଲିଖିତ ସୁସମାଚାର 13 ପର୍ବ
6 ପଦରୁ 9 ପଦ। ସେଇ ସ୍ଥାନରେ ଗୋଟେ ଉଦାହରଣ ପ୍ରଭୁ ଯୀଶୁ ଦେଇଛନ୍ତି। ଉଦାହରଣଟି କ'ଣ ତାହା ଯଦି ମୁଁ ଗୋଟେ ଆଉ ଡ୍ରାମାଟିକାଲ କହିବି, ଜଣେ ମାଲିକ ଅଛନ୍ତି, ଜଣେ ମାଳି ଅଛନ୍ତି, ଆଉ ଡିମ୍ବିରି ଗଛ ଅଛି। ଆଉ ଡିମ୍ବିରି ଗଛ ଭିତରେ ମଧ୍ୟ 2 ପ୍ରକାର ଗଛ ଅଛି। କେତୋଟି ଗଛରେ ଫଳିଛି, କେତୋଟି ଗଛ ଫଳିନି। ତେବେ ଘଟଣାଟି କ'ଣ ହେଉଛି ନା ମାଲିକ ଆସୁଛନ୍ତି ପ୍ରତ୍ୟେକ ବର୍ଷ ଭିଜିଟ୍ କରିବାକୁ, କାରଣ ସିଏ ଲଗେଇଛନ୍ତି ଗଛ ମାଳିକି ରଖିକି। ଯେତେବେଳେ ଆସୁଛନ୍ତି ଗୋଟିଏ ଗଛକୁ ଦେଖୁଛନ୍ତି, ଗଛକୁ ଅନଉଛନ୍ତି, ଆଉ ଗଛଟି ବଢ଼ିଛି, କିନ୍ତୁ ଟିକେ ଦୁଃଖ ପ୍ରକାଶ କରୁଥିବେ, ଆରେ ବର୍ଷେ ହେଲାଣି ଏଇ ଗଛଟି ବଢ଼ିଲା କିନ୍ତୁ କାହିଁ କିଛି ଫଳ ହେଇନି। ଓକେ, ଠିକ୍ ଅଛି, କିଛି ଆଉ ଭାବିନଥିବେ, ମାଳିକୁ କଥାବାର୍ତ୍ତା କରିବେ, ଆଉ ଟିକେ ତାକୁ ଯତ୍ନ ନିଅ ଯେମିତି ଆର ବର୍ଷ ଫଳିବ। ଦ୍ୱିତୀୟ ବର୍ଷ ମଧ୍ୟ ଆସିଥିବେ, ଆଉ ଦ୍ୱିତୀୟ ବର୍ଷ ଆସିକି ମଧ୍ୟ ଦେଖୁଥିବେ ଏଇ ଗଛରେ ପୁଣି ଫଳ ଫଳେନି। ଅନେକ ଗଛ ଅଛି ଫଳ ଫଳିଲାଣି, କିନ୍ତୁ ଏଇ ଗୋଟିଏ ଗଛରେ କାହିଁକି ଫଳୁନି। ପୁଣି ସେ ମାଳି ସହିତ କଥାବାର୍ତ୍ତା କରୁଥିବେ ଯେ ତୁମେ ଆର ଟିକେ ଯତ୍ନ ନିଅ, କିଛି ଗୋଟେ କର, ଅନ୍ୟ ଗଛ ଫଳିଲାଣି, ଏଇ ଗଛ କାହିଁକି ଫଳୁନି। ସେ ବାଇବେଲରେ କ'ଣ ଲେଖା ହେଇଛି ନା ଲେଖା ଅଛି ସେ 3 ବର୍ଷ ହେଲା ଏମିତି ହେଇକି ସେ 3 ବର୍ଷ ହେଲା ଆସୁଛନ୍ତି। ଆଉ 3 ବର୍ଷ ଯେତେବେଳେ ଆସୁଛନ୍ତି ପୁନର୍ବାର ସେଇ ଗଛକୁ ଅନଉଛନ୍ତି, ସେଇ ସମାନ ଅବସ୍ଥା। ଗଛଟି ବଢ଼ୁଛି, ଫୁଲୁଛି, ପତ୍ର ବି ହେଇଛି, ସବୁ ହେଇଛି, କିନ୍ତୁ ଫଳ ନାହିଁ। କେତେ ଦୁଃଖର କଥା ନା। ତୁମେ ଯଦି ବାଡ଼ିରେ ଗୋଟିଏ ଗଛ ଲଗେଇବ, ଯଦି ତୁମେ ତାକୁ ପାଣି ଦେବ, ଖତ ଦେବ, ପରିଶ୍ରମ କରିବ, ଏପରି ତ କିଏ ପିଲାମାନେ ଥାଆନ୍ତି ଆଜି ଲଗେଇଦେଲେ କାଲିକି ଯାଇକି ଦେଖିଦେବେ କେତେ ବାଟ ହେଇଗଲା, ନୁହେଁ କି? ତୁମମାନେ ସେମିତି କିଏ କର ନା? କିନ୍ତୁ ବହୁତ ପିଲାମାନେ ଅଛନ୍ତି, ମୁଁ ବି ସାନବେଳେ ଯେତେବେଳେ ଏଇ ପ୍ରକାର ଗଛ ଲଗାଏ, ମୁଁ ସବୁଦିନ ଦେଖିବି କେତେ ବଡ଼ ହେଲା, କେତେ ବଡ଼ ହେଲା। କିନ୍ତୁ ଏ ମାଲିକ ଜଣକ ବର୍ଷକୁ ଥରେ ଲେଖା ଆସିକି ଦେଖୁଛନ୍ତି, 3 ବର୍ଷ ହେଲାଣି ଆସୁଛନ୍ତି, କିଛି ଫଳ ନାହିଁ, ଦୁଃଖ କରୁଛନ୍ତି। ଆଉ ଦୁଃଖରେ କ'ଣ କହୁଛନ୍ତି ମାଳିକୁ? ସେ କହୁଛନ୍ତି ମାଳିକୁ 7 ପଦରେ, ଏହି ଦେଖ 3 ବର୍ଷ ହେଲା ମୁଁ ଆସି ଏହି ଡିମ୍ବିରି ଗଛରେ ଫଳ ଖୋଜୁଛି, କିନ୍ତୁ ପାଉନାହିଁ, ଏହାକୁ ହାଣି ପକାଅ। ଏଇଟା କାହିଁକି ଭୂମିକୁ ମଧ୍ୟ ଆକ୍ରମଣ କରୁଅଛି। ଏଇ ଯେଉଁ କଥାଟା ମାଳିକୁ ଟିକେ ରାଗିକି, ମାନେ ଟିକେ ଦୁଃଖ କରିକି କହିଥିବେ ଯେ ଗଛ ହେଉଛି, ସବୁ ହେଉଛି, ଇଏ କିନ୍ତୁ ଫଳ ଫଳୁନି। ତେବେ ଆଜି ଏଇ ଉଦାହରଣଟି ଆଜି ଆମମାନଙ୍କ ପାଇଁ ଏହା ବୁଝିବା, ମାଲିକ ହେଉଛନ୍ତି ଈଶ୍ୱର। ଏଇ ମାଳିକୁ ଯଦି ମୁଁ କହିବି ବର୍ଣ୍ଣନା ହିସାବରେ, ପ୍ରଭୁ ଯୀଶୁଙ୍କୁ ବୁଝିପାରିବା। ଆଉ ଏଇ ଯେଉଁ ଡିମ୍ବିରି ଗଛ, ଏଇ ଗଛ ଆମକୁ ବୁଝାଏ। ଆଜି ଈଶ୍ୱର ଦେଖୁଛନ୍ତି, ଆମେ ଏବେ ବି ନୂଆ ବର୍ଷରେ ପହଞ୍ଚିଲୁ। ତୁମମାନେ କିଏ କିଏ ନୂଆ ନୂଆ ଚିନ୍ତା କରିଥିବ, ନୂଆ ନୂଆ ଯୋଜନା କରିଥିବ, ନୂଆ ବିଷୟ ଭାବିଥିବ, ନୂଆ ବିଷୟ ମାଗିଥିବ, ପ୍ରଭୁ ମୋତେ ଏଇ ବିଷୟ ଏଇଟା ଦିଅ, ପ୍ରଭୁ ମୋତେ ଏଇ ବର୍ଷ ମୋତେ ଏଇଟା ଦରକାର, କେତେ ବିଷୟ ମାଗିଥିବ। କିନ୍ତୁ ଈଶ୍ୱର ମଧ୍ୟ ଆମଠୁ କିଛି ଚାହାନ୍ତି। ଯେତେବେଳେ ଈଶ୍ୱର ଆମକୁ ଦେଖୁଛନ୍ତି, ଏଇ ପୁଅକୁ ମୁଁ ଗତ ବର୍ଷ ଦୟା କଲି, ତା ପୂର୍ବ ବର୍ଷ ଦୟା କଲି, ତା ପୂର୍ବ ବର୍ଷ ଦୟା କରିକି ଆଶୀର୍ବାଦ କଲି, ଯାହା ମାଗିଲେ ତାହା ଦେଲି, କିନ୍ତୁ ୟା ପାଖରୁ ମୁଁ କିଛି ଗୋଟେ ଖୋଜୁଛି, ୟା ପାଖରେ କାହିଁକି ଦେଖାଯାଉନି। ସେତେବେଳେ ଈଶ୍ୱର ଦୁଃଖ କରନ୍ତି। ଅର୍ଥାତ୍ ଆମେ ଯେଉଁ ଡିମ୍ବିରି ଗଛ ସଦୃଶ, ଆମକୁ ଟିକେ ଫଳ ଫଳିବାର ଆବଶ୍ୟକ ଅଛି। ହେଲେ କେଉଁ ପ୍ରକାର ଫଳ ଫଳିବା? ଆମେ ତ ଆଉ ଡିମ୍ବିରି ଗଛ ନୁହେଁ ଯେ ଆମେ ଡିମ୍ବିରି ଫଳ ଫଳିବା। ଆମେ ତ ସେଉ ଗଛ ନୁହେଁ ଯେ ଆମର ହାତରୁ ମୁଣ୍ଡରୁ ସେଉ ଝରିବ। ଆମେ ତ କେଉଁ ପନିପରିବା ଗଛ ନୁହଁ ଯେ ହଁ ଆମର ଦେହ ସାରା ସେଇ ପରିବା ଫଳିବ। କିନ୍ତୁ ଆମକୁ କିଛି ଫଳିବାର ଅଛି। କ'ଣ ଫଳିବା? ଯାହାକି ଗାଲାତୀୟ 5 ପର୍ବ 22 ପଦରେ ଅଛି, ଆତ୍ମାଙ୍କ ଫଳ କେତୋଟି ଅଛି? 9ଟି ଅଛି। ସେ 9ଟି ଯାକ କିଏ ମନେ ରଖିଛ? ସେ 9ଟି ହେଉଛି ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା, ଆତ୍ମସଂଯମ। ଅର୍ଥାତ୍ ପିଲାମାନେ, ଆମେ ଯେତେବେଳେ ବଢ଼ୁଛୁ ଆମକୁ ଏଇ ପ୍ରକାର ଭାବରେ ଫଳିବାର ଅଛି। ଫଳ ନ ଫଳିଲେ କ'ଣ ଅସୁବିଧା ହୁଏ? ସେଦିନ ମାଲିକ କାହିଁକି ରାଗିଲେ? ଅର୍ଥାତ୍ ସିଏ କହିଲେ ଯେ ଏଇ ଗଛ ଗୁଡ଼ା ବଢ଼ୁଛି, ସମସ୍ତଙ୍କୁ ସାର ଦିଆହେଉଛି, ସମସ୍ତଙ୍କୁ ଖତ ଦିଆହେଉଛି, ସମସ୍ତଙ୍କୁ ପାଣି ଦିଆହେଉଛି, କିନ୍ତୁ ଏଇ ଯେଉଁ ଗଛ ଫଳୁନି, ଅନେସେସରି ସିଏ ମାଡ଼ି ବସିଛି। ହୁଏତ ସେଇ ଜାଗାରେ ଆଉ ଗୋଟେ ଗଛ ଲଗେଇଥିଲେ, ହୁଏତ ସେ ଫଳ ଦେଇଥାନ୍ତା, ମାଲିକର ଲାଭ ହେଇଥାନ୍ତା। ଆମେ ସେଇ ପ୍ରକାର ଭାବରେ ବଢ଼ୁଛୁ ବର୍ଷ ପରେ ବର୍ଷ।
ଏଇ ବର୍ଷ ହେଲା ଆମକୁ ଯଦି 3 ବର୍ଷ, ଆର ବର୍ଷ ହବ ଆମକୁ 4 ବର୍ଷ। ଯଦି ଏଇ ବର୍ଷ ମତେ ହେଇଛି 10 ବର୍ଷ, ଆର ବର୍ଷକୁ ହବ 11 ବର୍ଷ। ଅର୍ଥାତ୍ ଆମେ ବଢୁଛୁ, କିନ୍ତୁ ଯଦି ଆମେ ଆତ୍ମିକ ଭାବରେ କିଛି ଫଳୁ ନାହୁଁ, ତାହେଲେ ଈଶ୍ୱର ଦୁଃଖ ପ୍ରକାଶ କରନ୍ତି। ତ ଫଳ ଫଳିବା ପାଇଁ କ'ଣ ଦରକାର ନା, ମାଳି ଏଇ ଜାଗାରେ ରିକ୍ୱେଷ୍ଟ କରୁଛନ୍ତି। କ'ଣ ରିକ୍ୱେଷ୍ଟ କରୁଛନ୍ତି? 8 ପଦରେ ଲେଖା ଅଛି, ହେ ପ୍ରଭୁ, ଏହାକୁ ଏହି ବର୍ଷ ଛାଡ଼ି ଦିଅନ୍ତୁ। ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି, ଆଉ ପରେ ଫଳ ହୁଏତ ଭଲ, ନହେଲେ ତାହାକୁ ହାଣି ପକାଇବ। ଅର୍ଥାତ୍ ମାଳି ପୁଣି ରିକ୍ୱେଷ୍ଟ କରୁଛନ୍ତି ଯେ ପ୍ରଭୁ, ଆକୁ ଏଇ ବର୍ଷ ଛାଡ଼ି ଦିଅନ୍ତୁ, ମୁଁ ଖତ ଦେବି। ପିଲାମାନେ, ଆମକୁ ଏଇ ଖତ କ'ଣ, ପାଣି କ'ଣ ନା, ଆମକୁ ଈଶ୍ୱରଙ୍କର ବାକ୍ୟକୁ ନୀତି ପ୍ରତିଦିନ ପଢ଼ିବାର ଅଛି। ଆମକୁ ଈଶ୍ୱରଙ୍କଠାରେ ପ୍ରତିଦିନ ପ୍ରାର୍ଥନା କରିବାର ଅଛି। ଆମେ ଯଦି ସକାଳୁ ଉଠିଲୁ, ମୁହଁ ଧୋଇଦେଲୁ, ବ୍ରସ୍ କରିଦେଲୁ, ଖାଇଦେଲୁ, ପୁଣି ପାଠ ପଢ଼ିଲୁ, ପୁଣି ହୋମୱାର୍କ କଲୁ, ପୁଣି ଶୋଇଲୁ, ପୁଣି ଖାଇଲୁ, ଉଠିଲୁ, ପୁଣି ରାତି ଚାଲିଗଲା, ତାହେଲେ ଆମେ କେମିତି ବଢ଼ିବା ଆତ୍ମିକ ଜୀବନରେ? ତ ଆମକୁ ବଢ଼ିବାକୁ ହେଲେ ନିତିଦିନ ଈଶ୍ୱରଙ୍କ ବାକ୍ୟ ପଢ଼ିଲେ ହିଁ ବୁଝିବା, ପଢ଼ିଲେ ହିଁ ଆମେ ବଢ଼ିପାରିବା। ଆଉ ପ୍ରାର୍ଥନା କରିବା ଦ୍ୱାରା ହିଁ ଏସବୁ ହେଇପାରିବ। ସେ କହୁଛନ୍ତି ପରେ ହୁଏତ ଭଲ। ତ ଆମକୁ ଭଲ ଫଳିବାର ଅଛି। 2 ପ୍ରକାର ଫଳ, ଗୋଟେ ଭଲ ଫଳ ବି ଅଛି, ଆଉ ଗୋଟେ ଖରାପ ଫଳ ଅଛି। ଆମେ ଯଦି ଭଲ ଫଳିବା ନାହିଁ, ତାହେଲେ ଆମ ପାଖରୁ ଖରାପ ଫଳ ହିଁ ନିଶ୍ଚୟ ବାହାରିବ। ଆମେ ଯଦି ଭଲ ଜିନିଷ ଆମ ପାଖରେ ଦେଖାଯିବ, ତାହେଲେ ନିଶ୍ଚୟ ଖରାପ ବିଷୟ ସବୁ ପଳେଇବ। ଆମକୁ ଆତ୍ମିକ ଭାବରେ ଫଳିବାର ଅଛି। ପ୍ରତ୍ୟେକ ବର୍ଷ ଆସୁଛି, ପ୍ରତ୍ୟେକ ବର୍ଷ ଯାଉଛି, କିନ୍ତୁ ଈଶ୍ୱର ଚାହାନ୍ତି ଆମେ ଫଳ ଫଳିବା, ଆମେ ଆତ୍ମିକ ଭାବରେ ବୃଦ୍ଧି ପାଇବା। ଆମେ ଆଉ କ'ଣ ହେବା ନା, ମନ ପରିବର୍ତ୍ତନ ହେଉଛି ଗୋଟେ ଫଳ, ପାପ ସ୍ୱୀକାର ହେଉଛି ଗୋଟେ ଫଳ। ଆମେ ଯଦି ମନ ପରିବର୍ତ୍ତନ କରିବା, ଆମେ ଯଦି ପାପ ସ୍ୱୀକାର କରିବା, ଏହା ହେଉଛି ମଧ୍ୟ ଗୋଟେ ଫଳ। ଆମେ ମନ ପରିବର୍ତ୍ତନ କରୁଛୁ କି? ଆମେ ପାପ ସ୍ୱୀକାର କରୁଛୁ କି? ଆମେ ଆତ୍ମାଙ୍କ ଫଳ ଯାହା ମୁଁ ପଢ଼ିଲି, ଆମ ପାଖରେ ସେ ନିଃସ୍ୱାର୍ଥପର ପ୍ରେମ ହେଉଛି କି? ଆମ ଭିତରେ ଶାନ୍ତି, ଆନନ୍ଦ ଏସବୁ ଅଛି କି? ନହେଲେ ଯଦି ବର୍ଷ ବର୍ଷ ଏମିତି ଚାଲିଥିବ, ଆମ ପାଖରେ କିଛି ଫଳ ଫଳିବ ନାହିଁ, ଈଶ୍ୱର ଦୁଃଖ ପ୍ରକାଶ କରନ୍ତି। ତେଣୁକରି ଈଶ୍ୱର ଚାହାନ୍ତି ଯେ ଆମେ ଫଳ ଫଳିବା। ପ୍ରତ୍ୟେକ ବର୍ଷ ସେ ଆମକୁ ଦେଖୁଛନ୍ତି, ପ୍ରତ୍ୟେକ ଦିନ ଦେଖୁଛନ୍ତି, କେତେ ଦିନ ଲାଗିବ ଆମେ ଫଳିବା ପାଇଁ, ଆତ୍ମିକ ଭାବରେ ଫଳିବା ପାଇଁ। ତୁମମାନଙ୍କ ବଗିଚାରେ ଯେଉଁମାନେ ଗଛ ଲଗେଇଥାଅ, ଯଦି ଫଳ ଫଳି ନଥାଏ, ତୁମେ ନିଜେ ମଧ୍ୟ କାଟିକି ଫୋପାଡ଼ି ଦେଇଥାଅ ରାଗିକି, ଏତେ ବର୍ଷ ଏତେ ସବୁ କରୁଛି କାହିଁକି ହେଉନି, ବେକାରଟାରେ ବିରକ୍ତି ହେଇଯାଅ। ତମେ ଯଦି ମାସେ 2 ମାସ ଭିତରେ ଯଦି ଗୋଟେ ଗଛରେ ନ ହୁଏ, ଯଦି ଏଇ ପ୍ରକାର ରାଗିଯାଅ, ତାହେଲେ ଈଶ୍ୱର କେମିତି ଆମଠାରୁ ଚାହିଁବେ ନାହିଁ? ବର୍ଷ ବର୍ଷ ଧରିକି ଅପେକ୍ଷା କଲେ ବି ସେ ଦେଖୁଛନ୍ତି, ଏଇ ପିଲାକୁ ମୁଁ ଏତେ ଶିକ୍ଷା ଦେଲି, ଏଇ ପିଲାକୁ ମୁଁ ଏତେ କଥା କହିଲି, ଏଇ ପିଲା ମୋତେ ଯାହା ମାଗିଲା ସବୁ ଦେଲି, ତଥାପି ତା ପାଖରେ କୌଣସି ପରିବର୍ତ୍ତନ ନାହିଁ। ପ୍ରଭୁ ସମସ୍ତଙ୍କୁ ଦୟା କରିଛନ୍ତି, ସମସ୍ତଙ୍କୁ ଅନୁଗ୍ରହ କରିଛନ୍ତି। ସେଦିନ ପ୍ରଭୁ ଯୀଶୁ ସେଦିନ ମାଳି ଯେଉଁ ପ୍ରକାର ଭାବରେ ମାଲିକଙ୍କୁ ଅନୁରୋଧ କଲା, ଆଜି ମଧ୍ୟ ପ୍ରଭୁ ଯୀଶୁ ପିତା ଈଶ୍ୱରଙ୍କୁ ଅନୁରୋଧ କରୁଛନ୍ତି, ହେ ପିତା, ଆଉ ଟିକେ ଛାଡ଼ି ଦିଅନ୍ତୁ। ଏଇ ପିଲାଟି ହୁଏତ ଆର ବର୍ଷ ବୁଝିପାରିବ, ଆର ବର୍ଷ ହୁଏତ ଭଲ ପିଲା ହେଇଯିବ, ଆର ବର୍ଷ ହୁଏତ ସୁନା ପିଲା ହେଇଯିବ, ଆର ବର୍ଷ ହୁଏତ ସେ ଆହୁରି ଆତ୍ମିକ ଭାବରେ ବଢ଼ିପାରିବ। କିନ୍ତୁ ଯଦି ଏଇ ପ୍ରକାର ଚାଲିବ, ତାହେଲେ ନିଶ୍ଚୟ ଈଶ୍ୱର ଆମ ଉପରେ ରାଗିବେ। ତେଣୁକରି ପ୍ରଭୁ ଆମ ସମସ୍ତଙ୍କୁ ସାହାଯ୍ୟ କରନ୍ତୁ। ଏଇ ବର୍ଷ ଆମେ ଅନେକ ଯୋଜନା କରିଛୁ, ଅନେକ ନିଷ୍ପତ୍ତି ନେଇଛୁ। ଆମେ ପ୍ରାର୍ଥନା କରିବା, ବାଇବେଲ ପଢ଼ିବା, ଆଉ ନିଷ୍ପତ୍ତି ନେବା। ପ୍ରଭୁ ଏଇ ବର୍ଷ ଆରମ୍ଭରୁ ସଣ୍ଡେ ସ୍କୁଲ ଠାରୁ ମୋତେ ଯେଉଁ ଶିକ୍ଷା ମିଳିଛି, ଏଇ ବର୍ଷ ଯେମିତି ମୁଁ ଆତ୍ମିକ ଭାବରେ ଫଳି ପାରିବି। କାହିଁକିନା ମୁଁ ଆରମ୍ଭରୁ କହିଲି ନା, ଆମେ ତ କୌଣସି ଗଛ ନୁହେଁ ଯେ ଆମେ ଫଳିବା। ଆମେ ଯେହେତୁ ଆତ୍ମିକ ପ୍ରାଣୀ, ଆମେ ଆତ୍ମିକ ଭାବରେ ଫଳିବା। ଆଉ ଆତ୍ମିକ ଭାବରେ ଫଳିବା ହେଉଛି ପ୍ରାର୍ଥନା କରିବା, ମନ ପରିବର୍ତ୍ତନ କରିବା, ବାଇବେଲ ପଢ଼ିବା, ରେଗୁଲାର ସଣ୍ଡେ ସ୍କୁଲ ମଧ୍ୟ ଶୁଣିବା। କାରଣ ସଣ୍ଡେ ସ୍କୁଲ ଆସିଲେ ହିଁ ତୁମେ ଈଶ୍ୱରଙ୍କର କଥା ଜାଣିପାରିବ, ଭୁଲ ଠିକକୁ ଜାଣିପାରିବ। ପ୍ରଭୁ ତୁମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଦୟା କରନ୍ତୁ। ଏଇ ବର୍ଷ ଆହୁରି ଫଳିବାରେ ଈଶ୍ୱର ସାହାଯ୍ୟ କରନ୍ତୁ। ଧନ୍ୟବାଦ। ପ୍ରଭୁ ଆମମାନଙ୍କୁ କଥା କହିଲେ, ପିଲାମାନେ ତୁମକୁ ଭଲ ଲାଗିଲା?
निश्चय भल लगी कारण प्रताप अंकल जमती मजा करी करी कहते ना शुणा को भल लगे नुहे कि तेरे प्रभु कथा कहते से डिमिरी गछर दृष्टांत आम शिक्षार विषय अटे फल प्रभु आम जीवन खोजुंट जीवन में ताहांकर आत्मांकर फल फलिबा मन परिवर्तन उपयुक्त फल फलिबा धार्मिकतार फल फलिबा प्रभु से गौरवान्वित हेबे। आसु आम माने प्रार्थना करिबा आ आज उपासना को शेष करिबा। मंगलमय प्रभु आमे तुमर धन्यवाद करुचु तुम्हें दया कल ए संडे स्कूल उपासनार आरंभ ए पर्यंत सहित हल प्रभु उपस्थित रही विभिन्न स्थान रे ए ऑनलाइन जरिया रे प्रभु ये कार्यक्रम रे जोग देइथिबा प्रत्येक पिलामानकु एवं सेमानकर परिवार समस्त लोक मानकु तुम चरण तले समर्पण करुछि। प्रत्येक को तुम्हें आशीर्वाद कर तुमर वाक्य द्वारा आम को कथा कहिछ सेतिपाई धन्यवाद करुछु। तुमर वाक्य अनुसार आमମାନଙ୍କର जीवन को सजाड़ी दियो बोली प्रार्थना करुछु। प्रभु यही समय आमମାନଙ୍କର मंडली पाई मंडलीर प्रतिटी परिवार पाई मंडलीर विभिन्न अनुष्ठान सेवा कार्यर पाई प्रार्थना करुछु। आमମାନଙ୍କର मंडलीर नेतृवर्गଙ୍କ पाई प्रार्थना करुछु। तुमर सेवक मानक पाई एवं प्रभु मंडलीर तत्वावधान करथबा जत्न नौथबा आ प्रभु विभिन्न भाव में साहाय्य करथबा भाई मानक पाई आमे तुमर धन्यवाद करुछु। प्रभु आमମାନଙ୍କର वयोज्येष्ठ मानक पाई धन्यवाद करू करू से मानक पाई प्रार्थना करुछु। प्रत्येक को बल शक्ति दियो ए नूतन वर्ष रे तुमर नुआ अनुग्रह रे से मानक धरि रख। अनेक भाई भणी माने होइतो ए पर्यंत असुस्थ पीड़ित अछंती से मानक पाई प्रार्थना करुछु। तुमे से मानक दया कर से मानक मध्ये उत्तम स्वास्थ्य दियो एवं अनुग्रह कर। प्रभु अनेक पुओ झियो माने जो माने होइतो प्रभु आज दिन रे किंबा बीती जाइथबा निकट रे किछि दिन मध्य से मानकर जन्मदिन पालन करि अछंती किंबा आसंता सप्ताह रे पालन करिया को जाउ अछंती से समस्त पुओ झियो मानक तुम चरण तले तोली धरुछु। ए नूतन वर्षर आरंभरु प्रभु प्रतिटी दिनर भार से मानकर वहन करी तुम से मानक कढ़े नियो आशीर्वाद कर बोली प्रार्थना करुछु। प्रभु आज समस्त उपासना सहित हल से धन्यवाद करुछु। आम मानकर देशर निमंते आम मानकर राज्यर निमंते ए नगरर निमंते आउ प्रभु विशेष भाव में विभिन्न स्थान रे थिबा म प्रभु संडे स्कूल समस्त पिलामानकर निमंते आउ शिक्षक शिक्षयित्री मानकर निमंते आमने विशेष भाव में प्रार्थना करुछु। प्रत्येक को आशीर्वाद कर प्रार्थना शुणिल धन्यवाद करी यीशुंक नाम रे मागुअछु आमेन। एतले पिता ईश्वरंकर गभीर प्रेम प्रभु यीशु ख्रीष्टंकर असीम अनुग्रह दया पवित्र आत्मांकर शांति शक्ति सहभागिता शिक्षा और चेतना एबे पुणी सदाबले आम प्रत्येक सांगरे सारा विश्व रे थिबा ख्रीष्टाश्रित प्रत्येक भाई भौणी सहित रही साहाय्य उपकार करंतु आमेन। प्रभु समस्त को आशीर्वाद करंतु। बहुत बहुत धन्यवाद संडे स्कूल उपासना रे जोग देइथिबारु। Once again wish you all a very happy Christ-centered blessed New Year. God bless you.